পরৈরীশ্বর শব্দে হৃদে বরুধে তত্র পৃথিবী শুশ্রূষুভি তৎক্ষণ নিগম কল্পতর গলিতং ফলম শুকমুখাৎ মৃতদ্রব সংযুক্তম পিবত ভাগবতং রসমালয় মুহুরো রসিকা ভুবি ভাবুকা রসিকা ভুবি ভাবুকা। নমো ভগবতে বাসুদেবায়। পঞ্চম স্কন্ধ প্রথম অধ্যায়। পরম পুরুষ গোবিন্দ তাহাଙ୍କ চরণার বিন্দ তহু গଳଇ মকরন্দে তাহা যে পিবନ୍ତି আনন্দে তাহাଙ୍କ চরণে বন্দই পঞ্চম স্কন্ধে গীত গাই। রাজা পরীক্ষিত বাচম ভমুনি রাজা প্রিয় ব্রত সে আত্মা রাম ভাগবত গৃহের মিলা তার মন প্রারব্ধ কর্মরে বন্ধন নিশ্চয় মুক্ত সঙ্গ যার ইমন্ত প্রাণী ମାନଙ୍କର কিম্পাଏ গৃহে মন রহে ভমুনি ফেরিবা ସନ୍ଦେହ ନିଶ୍ଚୟ ମହତ ଲୋକଙ୍କର ଉତ୍ତମ ଶ୍ଲୋକ କଥା ସାର ନିବୃତ ଚିତ୍ତ ସେ ହୁଅନ୍ତି ସେ କିମ୍ପା ବ୍ୟର୍ଥ ଆଚରନ୍ତି ଏମତେ ସଂଶୟ ବହୁତ ଯେ ପ୍ରାଣୀ ଗୃହେ ମୋହଚିତ ପୁଣି ତା ମତି କୃଷ୍ଣ ଠାରେ ହୋଇଲା କେମନ୍ତ ପ୍ରକାରେ। ଶ୍ରୀ ସୁଗବାଚ ଯାତୁ କରିଲୁଟି ପ୍ରଶ୍ନ ଧନ୍ୟ ରାଜନ ତୋ ବଚନ ଉତ୍ତମ ଶ୍ଲୋକ ଯେ ଗୋବିନ୍ଦ ତାଙ୍କ ଚରଣାରବିନ୍ଦ ତଉଁ ଅମିୟ ରସ ବହେ ସେ ରସ ଯେବା ପ୍ରାଣୀ ପିଏ ଭକତ ସାଧୁ ସେହୁ ଜନ ପରମହଂସ ଦିବ୍ୟ ଜ୍ଞାନ ତାହାର କୃଷ୍ଣ କଥା ବିନେ କେବେ ମନ ନୁହେଁ ଆନେ ଅନ୍ୟ ଯେ ଗୁଣ କଥା ମାନ ଇଚ୍ଛା ନ କରଇ ସେ ଜନ ତେଣୁ ସେ ନୃପ ପ୍ରିୟ ବ୍ରତ ଗୁଣରେ ହୋଇଲା ପୂଜିତ ମୁନି ପରମ ଭାଗବତ ନାରଦ ଲୋକରେ ବିଖ୍ୟାତ ତାଙ୍କ ଚରଣ ସେବାରେ ସର୍ବକର୍ମ ସଗଲା ଦୂରେ ତକ୍ଷଣେ ସତ୍ୱ ଗୁଣ ହୋଇ ବ୍ରହ୍ମଯଜ୍ଞରେ ଦୀକ୍ଷା ପାଇ ପିତାର ଆଜ୍ଞା ଘେନି ଶିରେ ଅବନି ପାଳନ ବିଚାରେ ତେଣେ ନ ଇଚ୍ଛେ ନୃପବର ଉତ୍ତମ ସତ୍ୱ ଗୁଣ ତାର ଅଖିଳ ଲୋକଙ୍କ ଜୀବନ ଅନାଦିନାଥ ନିରଞ୍ଜନ ତାହାଙ୍କ ଚରଣାରବିନ୍ଦେ ଚିତ୍ତ ନିବେଶୀ ଅପ୍ରମାଦେ ପ୍ରବୃତ୍ତ ସଂସାର ବ୍ୟବହାର ତହୁ ମନକୁ କରି ଦୂର ନିଶ୍ଚୟ ଜାଣି ପରାଭବ ଇଚ୍ଛାର ନାହିଁ ରାଜ ଲାଭ ଏଥୁ ତାର ଭଗବାନ ଦେବଙ୍କ ଯେ ଆଦି କାରଣ ରାଜାର ଗୁଣମାନ ଘେନି ଜନକୁଶଳେ ଆତ୍ମଜନି ନିଗମ ନିଜ ଗଣ ଲଇ ভুবন হইলে গোসাই
ଗଗନ ମଧ୍ୟରେ ଚନ୍ଦ୍ର ଜନ୍ମେ ବିରାଜି ଶୋଏ ତାରା ଗଣେ ନିର୍ମଳ ପୂଜା ଉପହାରେ ପୂଜିଲେ ତାଙ୍କୁ ବେଦ ଦେବ ବରେ ପଥରେ ଯୁତ ହୋଇ ସିଦ୍ଧ ଗନ୍ଧର୍ବ ଗୀତ ଗାଏ ଚାରଣ ମୁନିଙ୍କ ସହିତ ଗାୟନ କଲେ ଯେଝା ମତେ ଗନ୍ଧମାଦନ ଗିରି ତଳେ ସଭା କରାଇ ବିଜେ କଲେ ହଂସ ଯାନରେ ଆଗମନ ହିରଣ୍ୟ ଗର୍ଭ ଯାର ନାମ ସେଠାରେ ଥିଲେ ଯେ ନାରଦ ବନ୍ଦିଲେ ପିତାଙ୍କର ପାଦ ମନୁ ସହିତ ନୃପବର ଆନନ୍ଦେ ଯୋଡ଼ିବେନି କର ପିତାମହଙ୍କୁ ସେ ନ ମିଲା ଚରଣେ ଶିର ନିବେଶିଲା ପ୍ରିୟବ୍ରତର ପୂଜା ଘେନି କୋମଳ ବାକ୍ୟେ ପଦ୍ମଜନୀ ସଦୟେ ଚାହିଁ ବେଦବର ରାଜାଙ୍କୁ ବୋଲନ୍ତି ଉତ୍ତର ରାଜାଙ୍କୁ ବୋଲନ୍ତି ଉତ୍ତର ବ୍ରହ୍ମବାଚ ହେ ପ୍ରିୟବ୍ରତ କହୁ ତୋତେ କ୍ରୋଧ ନ କର ତୋର ଚିତ୍ତେ ଆମ୍ଭେ ନାରଦ ଆଦି ଯେତେ ଯାଜ୍ଞା ବହୁ ଅନାୟତେ ତପସ୍ୟା ବିଦ୍ୟା ଯୋଗ କରି ପଣ୍ଡିତ ପଣ କୁଆଚରି ଧର୍ମେ ବା ଅର୍ଥେ କେହୁ ଏଡ଼ି ଈଶ୍ୱର ଇଚ୍ଛାକୁ ନ ପାରି ଜନ୍ମ ମରଣ କର୍ମେ ପାଇ ଜୀବ ଶରୀରକୁ ବହଇ ଶୋକ ମୋହକୁ ନିତ୍ୟ ପାଇ ସୁଖ ଦୁଃଖକୁ ଯେ ଭୁଞ୍ଜଇ ଦୌଡ଼ି ନାସାରନ୍ଧ୍ରେ ଦେଇ ପଶୁକୁ ଯେ ସନେ ବୁହାଇ ଈଶ୍ୱର ବାକ୍ୟ ଗୁଣ ବଳେ ଜୀବ ଭ୍ରମଇ ଏ ଶୟଳେ ଦ୍ୱିପଦ ଚତୁଷ୍ପଦ ଯେତେ ସର୍ବେ ବନ୍ଧନ ସେଇ ମତେ ଈଶ୍ୱର ସୃଷ୍ଟିର କରତା ସକଳେ ତାହାକୁ ସେବନ୍ତା ଦୁଃଖ ସୁଖ କର୍ମ ଗୁଣରେ ଇଏ ମାନ ଘେନି ସଙ୍ଗତରେ ସେହି ଈଶ୍ୱର ବସେ ଦେହି ଅନ୍ଧର ପ୍ରାୟ ଭ୍ରମୁ ଥାଇ ଦେଖୁ ଦେଖୁଣ ଭ୍ରମୁ ଥାଇ ଏକଥା ମୂଢ଼ ନ ଜାଣଇ ବିମୁକ୍ତ ହେଲେ ହେ ପୁରୁଷ ପ୍ରାରବ୍ଧ ଭୁଞ୍ଜଇ ଅବଶ୍ୟ ନିଦ୍ରାକୁ ପାଇ ଯେହ୍ନେ ନରେ ସ୍ୱପ୍ନ ଦେହରେ ଭୋଗ କରେ ପ୍ରମତ୍ତ ପ୍ରାଣୀ ମାନଙ୍କର କେବେ ହିଁ ଭ୍ରମ ନୁହେଁ ଦୂର ଲୋଭାଦି ମାନଙ୍କରେ ଯୁକ୍ତ ଯେଣୁ ସେ ହୁଅନ୍ତି ଅବିରତ ଯେ ବୁଦ୍ଧ ଜିଣେ ଇନ୍ଦ୍ରିମାନ ତାହାର ଗୃହ କର୍ମ ମାନ ବନ୍ଧନ ନ କରେ ତାହାରେ ନିର୍ଭୟ ଭ୍ରମେ ସେ ଗୃହରେ ଦୁର୍ଗ ମଧ୍ୟରେ ଥାଇ ଯେହ୍ନେ ଜିଣି ପ୍ରବଳ ଶତ୍ରୁ ଗଣେ ଗୃହ ମଧ୍ୟରେ ଦେଇ ମନ ଲୋଭାଦି ନାଶିବ ତେସନ ଇନ୍ଦ୍ରିୟ ଜିଣନ୍ତେ ଯେ ନର ଆନନ୍ଦେ ଭ୍ରମିବ ସଂସାର ତୁ ପଦ୍ମନାଭ ପଦାଶ୍ରିତ ସର୍ବସଙ୍ଗରୁ ହୋଇ ମୁକ୍ତ କରି ସଂସାର ସୁଖ ଲାଭ ଅନ୍ତେ ପରମ ଗତି ଲଭ ଶ୍ରୀଶୁକ ବାଚ ଶୁଣ ରାଜନ ପରୀକ୍ଷିତ ତଦନ୍ତେ ରାଜା ପ୍ରିୟବ୍ରତ ବ୍ରହ୍ମାଙ୍କ ଜ୍ଞାନ ବାକ୍ୟ ଶୁଣି ଆପଣେ ଅକିଞ୍ଚନ ମାନି ମନରେ ଭାଳନ୍ତି ରାଜନ ପାଳିବି ବ୍ରହ୍ମାଙ୍କ ବଚନ ହେମନ୍ତେ ତ୍ରିଭୁବନ ପୁରୀ ଭଗବାନଙ୍କ ଆଜ୍ଞାକାରୀ ବିନୟେ ବ୍ରହ୍ମା ଉପଦେଶେ ସ୍ୱୀକାର କଲା ସେ ବିଶ୍ୱାସେ ନାରଦ ରାଜା ପ୍ରିୟ ବ୍ରତେ ପୂଜିତ ହୋଇ ଯଥୋଚିତେ ନିଶ୍ଚଳ ଆତ୍ମା ନିଜ ସ୍ଥାନେ ଗମିଲେ ଚତୁର ଆନନେ ନାରଦ ବାକ୍যେ ମନ ଦେଇ ମନୁଆ ଆତ୍ମଜେ ମହାଦେଇ ବିଷୟକୁ ଘେନି
ରହିଲେ ସତ୍ୱଗୁଣ ମାନି। ଏଥୁ ଅନ୍ତରେ ପୃଥିବୀରେ ନିଯୁକ୍ତ ହୋଇଲା କୁମରେ ଅଖିଳ ଜଗତ ବନ୍ଦନ ନିବେଶୀ ଭଗବାନ ମନ। ଆଦି ପୁରୁଷ ତାଙ୍କ ପାଦ ଦୁଇ ମନ ନିବେଶୀ ନିତ୍ୟ ତହିଁ। ପୃଥିବୀ ପ୍ରତିପାଳନରେ ଚିତ୍ତ ସେ ଦେଲା ନିରନ୍ତରେ। ଯେ ବିଶ୍ୱକର୍ମା ପ୍ରଜାପତି ତାର ଦୁହିତା ବହିଷ୍ମତି। ସେ କନ୍ୟା ଭରି ନରନାଥ ବିବାହ ହୋଇଲା ଯଥୋଚିତ। ଦଶ ଆତ୍ମଜ ତାର ତହିଁ ଜନ୍ମିଲେ ଗୁଣ ତେଜ ବହି। ଏକ ଦୁହିତା ରୂପବତୀ ନାମ ଯାହାର ଉର୍ଜସ୍ୱତୀ। ଅଗ୍ନିର୍ଧ ଇଦୁ ଜିହ ଦୁଇ ଦ୍ୱିତୀୟ ଯଜ୍ଞ ବାହୁ ହୋଇ। ସଚନ ଘୃତ ପୃଷ୍ଠଭାର ହିରଣ୍ୟ ରେତା ମହାବୀର। ବିତିହୋତ୍ର ଯେ ମେଧା ତିଥି କବି ଏ ଦଶ ନାମ ଖ୍ୟାତି। ଏ ଦଶ ନାମ ପୁତ୍ରଙ୍କର ଏ ଦଶ ମଧ୍ୟରେ ତିନି ସାର। ମହାବୀର କବି ଶବନ ଊର୍ଦ୍ଧ୍ୱରେତା ଏ ତିନି ଜଣ। ପରମହଂସ ଦୀକ୍ଷା ଧରି ସକଳ ଚେଷ୍ଟା ପରିହରି। ସର୍ବଜୀବରେ କୃପାମୟ ଶ୍ରୀ ବାସୁଦେବେ କରି ଲୟ। ଭୟେ ଆରତ ପ୍ରାଣୀଙ୍କର ଶରଣ ରକ୍ଷଣ ଶ୍ରୀଧର। ସେ ପଦ୍ମପାଦ ଆଶ୍ରୟରୁ ନିରତେ ନାମ କୀର୍ତ୍ତନରୁ। ପରମ ଭକ୍ତି ପ୍ରଭାବରେ ଦୟା ବହିଲେ ପ୍ରାଣୀ ଠାରେ। ଭାବେ ନିର୍ମଳ ଚିତ୍ତ ହୋଇ ହରି ସର୍ବଭୂତେ ଦେଖଇ। ସେ ମହାପ୍ରଭୁ ନାରାୟଣ ନିତ୍ୟ ଭଜିଲେ ଦାସ ପୁଣେ। ଦ୍ୱିତୀୟ ପତ୍ନୀ ଗର୍ଭେ ତାର ହୋଇଲେ ତିନି ଯେ କୁମର। ଉତ୍ତମ ତାମସ ରୈବତ ମନୁରେ ହୋଇଲେ ବିଖ୍ୟାତ। ଏମନ୍ତ ପୁତ୍ର ମାନ ଘେନି ସେ ରାଜା ଚିରକାଳ ପୁଣି। ସ୍ୱଭାବ ବଳ ବୀର୍ଯ୍ୟ ଧରି ପୃଥିବୀ ନିଷ୍କଣ୍ଟକ କରି। ସେ ରାଜା ପୁରୁଷାର୍ଥ କରି ପରମ ପୃଥୁକୁ ଆଚରି। ସେ ରାଜା ପତ୍ନୀର ବିଷୟ ପ୍ରତି ଦିବସ ସ୍ନେହ ବହେ। ସେ ପତ୍ନୀ ନବ ଯୌବନେ ମନ୍ଦହାସ ଅବଲୋକନେ। ବିହାର ତାର ସଙ୍ଗେ କରି ତାବଶ ନୁହେଁ ଦଣ୍ଡ ଧାଇ। ବିବିଧ କ୍ରୀଡ଼ା ନାନା ରଙ୍ଗେ ଦିନ ହରଇ ତାର ସଙ୍ଗେ। ଏମନ୍ତେ ରାଜା ପ୍ରିୟବ୍ରତ ରାଜ୍ୟ ପାଳନେ ହେଲା ରତ। ପ୍ରଜାଙ୍କୁ ପାଳନ୍ତି ହରଷେ ଏକାଦଶ ଅର୍ବୁଦ ବର୍ଷେ। ତାହାଙ୍କୁ ବେନି ଭୁଜ ତେଜେ ବିପକ୍ଷ ପକ୍ଷ ତାଙ୍କୁ ଭଜେ। ଏମନ୍ତ ନିର୍ଭୟ ମନରେ ଆନନ୍ଦେ ସଂସାରେ ବିହରେ। ମେରୁକୁ ସୂର୍ଯ୍ୟ ଯେବେ ଯାଏ ତେଜରେ ପ୍ରକାଶ ସେ ହୁଏ। ତେଜେ ସୂର୍ଯ୍ୟ ଦେବ ଗଞ୍ଜଇ ତପସ୍ୟା ବଳେ ବିରାଜଇ। ଆରୋହୀ ଜ୍ୟୋତିର୍ମୟ ରଥେ ପ୍ରକାଶ କରାଇବା ଅର୍ଥେ। ରଜନୀ ଦିବସେ ଭ୍ରମଇ ଦ୍ୱିତୀୟ ସୂର୍ଯ୍ୟ ପ୍ରାୟ ହୋଇ। ଏମନ୍ତ ଜାଣି ବେଦପତି ଆସି ମିଳିଲେ ତାର କତି। ସସ୍ନେହ କହେ ବେଦବର ଇଏ ନୁହେଁ ତୁମ ଅଧିକାର। ସେ ରାଜା ରଥ ଚକ୍ରେ ଗାର ହୋଇଲା ଯେତେ କବିସ୍ତାର। ତେଣୁ ଶପଥ ସିନ୍ଧୁ ହେଲା ପୃଥିବୀ ସାତ ଭାଗ କଲା। ଶାକ ସ୍ମାଳଳୀ ଜମ୍ବୁ ପ୍ଳକ୍ଷ କୁଶ ପୁଷ୍କର ଆଉ କୃଞ୍ଚ। ଏପରି ସପ୍ତ ଦ୍ୱୀପ ହେଲା ସେ ରାଜା ନନ୍ଦେ ବୁଡ଼ିଲା। ପୁତ୍ରଙ୍କୁ ଅଧିପତି କଲେ ରାଜ୍ୟ ବିଭାଗ କରିଦେଲେ। ଦୁହିତା ଉର୍ଜସ୍ୱତୀ ନାମ ତାଙ୍କୁ ଶୁକ୍ରେ କଲା ଦାନ। ତାଙ୍କ କନ୍ୟା ଅନୁପମ ହୋଇଲା ଦେବଯାନୀ ନାମ। ଏଥୁ ଅନ୍ତରେ ରାଜା ଚିତ୍ତେ ବୈରାଗ୍ୟ ପୂଜେ ନିରତେ। ମନେ ବିଚାରି ନୃପନାଥ ସୁନିନ୍ଦା କଲା କ ବହୁତ। ସ୍ତ୍ରୀ ସଙ୍ଗେ ଆସକ୍ତ ହୋଇଲି ବଳ ସାଧୁପଣ କଲି। ଏଣୁ ଇନ୍ଦ୍ରିୟ ବଶ ହୋଇ ଅବିଦ୍ୟା ବିଷୟରେ ଥାଇ। ଏଣୁ ଏଧିକ ମୋ ଜୀବନ ବିସ୍ମୟ ଭାଳନ୍ତେ ରାଜନ। ଇଷ୍ଟ ଦେବତା ପ୍ରସାଦରେ ବୈରାଗ୍ୟ ଜାତ ତା ମନରେ। ବିଷୟ ଚେଷ୍ଟା ପାଶୋରିଲା ଇନ୍ଦ୍ରିୟ ମାନ ନିରୋଧିଲା। ରାଜ ସମ୍ପଦ ନ ଇଚ୍ଛିଲା ପୁତ୍ରଙ୍କୁ ଭାଗ କରିଦେଲା। ସପତ୍ନୀ ତେଜି ମୃତ ପ୍ରାୟେ ମୁକ୍ତି ଇଚ୍ଛିଲା ନୃପରାଏ। ମହାନୁଭବ ଭଗବାନ ନାରଦ ବ୍ରହ୍ମାର ନନ୍ଦନ। ତାହାଙ୍କ ପଥ ଆଶ୍ରୟ କଲା ନିଶ୍ଚୟ ନିବୃତ ହୋଇଲା। ଯେଉଁ ରାଜାର
କେତେ କୃତ୍ୟ ଗାୟନ କରନ୍ତି ମହତ। ପ୍ରିୟ ବ୍ରତର କଲା କର୍ମ ଏହାକେ କରିବାକୁ କ୍ଷମ। ତାର ରଥ ଚକ୍ର ମାର୍ଗେ ସପ୍ତ ସମୁଦ୍ର ପୃଥିଭାଗେ। ଭାଗ ବିଭାଗ ମହି କରି ଦୀପ ଉପଦୀପ ବିସ୍ତାରୀ। ଯେବା କଲା ମନୁ କୁମର ପୃଥିବୀ ସ୍ୱର୍ଗେ ଅଗୋଚର। ସେ ପ୍ରିୟ ବ୍ରତର ମହିମା ତ୍ରଲୋକେ ନାହିଁ ତା ଉପମା। ପ୍ରିୟ ଅଖିଳ ଜନକର ମହାମହିମା ଅଗୋଚର। ପ୍ରିୟ ବ୍ରତ ରାଜା ଚରିତ କହଇ ବିପ୍ର ଜଗନ୍ନାଥ। इति श्रीमद्भागवते महापुराणे पारमहंस संहितायां पंचमस्कन्धे प्रियव्रतराजचरितं नाम प्रथमोऽध्यायः।